ମୁଁ ତମ ଘରକୁ ପଙ୍ଖା ପବନ ଖାଇବା ପାଇଁ ଆସିନି କି ତମ କାନ୍ଥରେ କୋଉ କମ୍ପାନୀ ରଙ୍ଗ ଲଗେଇଛ ବୁଝିବାକୁ ଆସିନି। ତମ ଘରୁ ମଟନ ତରକାରୀ ବାସନା ହଉଛି ବୋଲି ମୁଁ ଆଇଛି। 5-6 ଦିନ ହେଲାଣି ମୋର ଗୋଟେ ଖାସି ହଜି ଯାଇଛି। ମତେ ଲାଗୁଛି ତମ ମାନଙ୍କ ଭିତରୁ କିଏ ମୋ ଖାସିକି ମାରିକି ଫ୍ରିଜ ରେ ରଖିଦେଇଛ। ଆଇଁଷ ଖିଆ ବାର ଦେଖିକି କିଲେ ଅଧ କିଲେ ଲେଖା ଖୋଲିକି ଖାଉଛ। ମୁଁ ପୁରା କ୍ଲିୟର ଜାଣିବାକୁ ଚାହୁଁଛି ତମେ ମାଉଁସ କୋଉଠୁ ଆଣିଛ, କେତେ ଆଣିଛ ଆଉ କେତେ ଟଙ୍କା ଦେଇକି ଆଣିଛ। ମିଛ କହିଲେ ଗାଣ୍ଡିରେ କିରାସିନି କଣ୍ଟା ପିଟି ଦେବି। ହେଲେ ଆମର ତ ଆଜି ମିଲ୍ ମିକର ତରକାରୀ ହେଇଛି, ମୁଁ ନିଜେ ରାନ୍ଧିଛି। ମୁଁ ଭୁଲରେ ବୋଧେ ମଟନ ମସଲା ପକେଇ ଦେଇଛି। ଯଦି ତମ କଥା ମିଛ ପ୍ରମାଣିତ ହେଇଯାଏ ତାହେଲେ ଇଆଡେ ଅନେଇଲ। ଏଇଟା ହଉଛି ମୋ ପୁଅର 2.5 କିଲିଆ ହାତ। ଗୋଟାଏ ମାରିବ ଯଦି ତମ ଝାଡା ପାଣି ପରି ବହିଯିବ ଆଉ ମୁତ ବରଫ ପାଲଟି ଯିବ। ଛାଡ ଖାଇଦିନ ମୋ ଅଣ୍ଡା ଦିଆ କୁକୁଡ଼ାଟାକୁ କିଏ ଧରିକି ଖାଇଦେଲା। ଆଉ 4 ଦିନ ହେଲାଣି ମୋ ଖାସିଟାକୁ ଖୋଜି ଖୋଜି ମୁଁ ପାଉନେଇ। ମୁଁ ହୁସିଆର କହିଦଉଛି, ମୁଁ ରାଣ୍ଡ ଖଣ୍ଡି ଲୋକ ବୋଲି ତମେ ମାନେ ମୋ ଛେଳି କୁକୁଡାକୁ ଡାଳ ଚାଉଳ ବାଳ ଦେଖେଇ ଧରି ଖାଇଦବ ବୋଲି ଭାବିଛ କି? ଏଥର ମୋ ପୁଅ ବଡ ହେଇଗଲାଣି। ଯଦି ମୋ ପୁଅ ତୁମ ମାନଙ୍କର ଛତା କରି